ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଶୁଭ ସନ୍ଧ୍ୟାରେ ଇଚ୍ଛା ହେଲା ଆଜି ଭାଉଜଙ୍କ ସହିତ ଟିକେ ମଜା କରିନେବା। ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ସାଙ୍ଗମାନେ, ଆଜିର ଢଗ ପ୍ରଶ୍ନଟି ବହୁତ ମଜା ଅଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ତାହେଲେ ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳିଆ ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ତାହେଲେ ସାଙ୍ଗମାନେ, ଭାଉଜଙ୍କୁ ଯେଉଁ ପ୍ରଶ୍ନଟି ରହିବ, ଭାଉଜ ତ ଚେଷ୍ଟା କରିବେ ଉତ୍ତରଟି ଦେବା ପାଇଁ। ଯଦି ଉତ୍ତରଟି ନ ଦେଇପାରିଲେ ଆପଣମାନେ କମେଣ୍ଟ ବକ୍ସରେ ପୂରଣ କରିଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ। କେବେ ଅବହେଳା ନ କରି ଗୋଟେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଯାହା ଜାଣିଛନ୍ତି ଲେଖିଦିଅନ୍ତୁ। ନା କ'ଣ କହୁଛ? ଭାଉଜ ଆଜି ଖୁସି ଜଣାପଡ଼ୁଛନ୍ତି। ସେଇ ହିସାବରେ ଆଜି ଦେଖାଯାଉ, ଭାଉଜ ସବୁବେଳେ ପୂଜା କରୁଛନ୍ତି, ଠାକୁରଙ୍କ ଭକ୍ତି ଅଛନ୍ତି। ସେଥିପାଇଁ ଆଜି ଏଇ ପ୍ରଶ୍ନଟି ପଚାରିବି, ଭାଉଜ କ'ଣ କହୁଛନ୍ତି। ସକାଳୁ ସକାଳୁ ମାନେ ଭାଉଜ ସେ ଜିନିଷଟିକି ନେଇକି ଆସନ୍ତି। ତାହେଲେ ଦେଖାଯାଉ। କହିଲା ଦେଖି, ଏମିତି କେଉଁ ଗଛର ଫୁଲ ଅଛି, ପତ୍ର ଅଛି କିନ୍ତୁ ଫଳ ନାହିଁ? କହିଲେ ସିଏ କେଉଁ ଗଛ? ସାଙ୍ଗମାନେ, ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି, ଭିଡ଼ିଓଟିକି ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଏମିତି କେଉଁ ଗଛରେ ଫୁଲ ଅଛି, ପତ୍ର ଅଛି କିନ୍ତୁ ଫଳ ନାହିଁ? କହିଲ ସେ କେଉଁ ଗଛ? ଏମିତି କେଉଁ ଗଛ ଅଛି, ସେ ଗଛରେ ଫୁଲ ଅଛି, ପତ୍ର ଅଛି କିନ୍ତୁ ଫଳ ନାହିଁ? ସାଙ୍ଗମାନେ, ଭାଉଜ ଆମର କ'ଣ କହୁଛନ୍ତି, ଖାଲି ଭିଡ଼ିଓଟିକି ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଭାଉଜ ଟିକେ ବସିଛନ୍ତି। ଏଇ ସମୟ ଭିତରେ ଭାବିନେଲି ଭାଉଜଙ୍କ ସହିତ ସୁନ୍ଦର ପ୍ରଶ୍ନଟି ପଚାରିଦେବି, ଭାଉଜ ତା'ର ଉତ୍ତର ଦେବେ। ଏମିତି କେଉଁ ଗଛ ଅଛି, ସେ ଗଛରେ ଫୁଲ ଅଛି, ପତ୍ର ଅଛି କିନ୍ତୁ ଫଳ ନାହିଁ? ଟଗର। ଟଗର ଗଛରେ କ'ଣ ଫୁଲ ଅଛି, ପତ୍ର ଅଛି, ଡାଳ ଅଛି, ସବୁ ଅଛି, ତା ଫଳ ନାହିଁ। ଆଉ କିଛି ନାହିଁ? ନା ଜାଣିଛ କହିବନି? ଆଉ ଗୋଟେ ଅଛି କିନ୍ତୁ କହିବେନି। ସାଙ୍ଗମାନେ, ଭାଉଜ କହୁଛନ୍ତି ଟଗର ଗଛ। ଯେଉଁ ଟଗର ଗଛରେ ମାନେ କ'ଣ ଫୁଲ ଅଛି, ପତ୍ର ଅଛି କିନ୍ତୁ ଡାଳ ଅଛି, ସବୁ ଅଛି କିନ୍ତୁ ଫଳ ନାହିଁ। ଆଉ ଯାହା ଅଛି ଆପଣମାନେ କମେଣ୍ଟରେ ଦିଅନ୍ତୁ। ଭାଉଜ ଜାଣିଛନ୍ତି କିନ୍ତୁ ଆଉ କହିବେନି, କାରଣ ଆପଣମାନଙ୍କ ପାଇଁ ରଖିଲେ ଆପଣମାନେ ସେ କମେଣ୍ଟ ବକ୍ସରେ ପୂରଣ କରିବେ ବୋଲି। ସାଙ୍ଗମାନେ, ଏତିକି ବିଶ୍ୱାସ ରଖିଛୁ, ଆପଣମାନେ କିନ୍ତୁ ପୂରଣ କରିଦିଅନ୍ତୁ। ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ ବୋଲି ଆଶା ବିଶ୍ୱାସ ରଖିଛୁ। ନା କ'ଣ କହୁଛ? ଯାହା ହଉ ସାଙ୍ଗମାନେ, ଆଜି ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଥିଲା। ଆପଣମାନେ ଦେଖିଲେ, ମଜା ନେଲେ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ, ଆଜି ପ୍ରଥମ ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଥିଲା। ଭାଇ ତ ଖାଲି ବେଶୀ ଗପିଲେ, ଭାଉଜ ଗପୁନାହାନ୍ତି, କିଛି କହୁନାହାନ୍ତି ନା? ସାଙ୍ଗମାନେ ଚାହୁଁଛନ୍ତି ଭାଉଜ ଟିକେ କଥା ହେବେ, କହିବେ, ଟିକେ ଭଲ ଲାଗିବ, କିନ୍ତୁ କିଛି କହୁନାହାନ୍ତି। ସାଙ୍ଗମାନେ, ଭାଉଜଙ୍କୁ ରହିବ ସେକେଣ୍ଡ ପ୍ରଶ୍ନ। ନା ତମେ କିଛି ଜାଣିଛ ଆଜି? ପ୍ରଶ୍ନ କିଛି ପଚାରିବ ସାଙ୍ଗମାନଙ୍କୁ? କିଛି ଜାଣିନା, ଆଜି କିଛି ଭାବି ନାହାନ୍ତି ଭାଉଜ? ମତେ ନୁହଁ, ସାଙ୍ଗମାନଙ୍କୁ ପଚାର। ଓହୋ, ଏମିତି। ତାହେଲେ ପ୍ରଶ୍ନଟି ପରେ ଦେଖିବା। ତାହେଲେ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଯେ କି ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। କିନ୍ତୁ ଉତ୍ତରଟି ବହୁତ ମଜାଦାର ଥିଲା। କିନ୍ତୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଛନ୍ତି, କିନ୍ତୁ ଅନ୍ୟଟି ସେ କହିବେ ନାହିଁ। ଆପଣମାନେ କମେଣ୍ଟ ବକ୍ସରେ ପୂରଣ କରିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ, ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେବେ। କିନ୍ତୁ ସେକେଣ୍ଡ ଢଗ ପ୍ରଶ୍ନଟି ଆଉ ଟିକେ ମଜା ଅଛି, କିନ୍ତୁ ଆପଣମାନେ ଦେଖନ୍ତୁ, କିନ୍ତୁ ଭିଡ଼ିଓର ମଜା ନିଅନ୍ତୁ। ଏଥିରେ କିଛି ଜାଣିବେ, ଶିଖିବେ, ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ସାଙ୍ଗସାଥି, ଆପଣମାନଙ୍କ ପରିଜନଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ। ସେମାନେ ମଧ୍ୟ ଆମର ଏଇଭଳି ଢଗ ଧମାଲ ମଜାଦାର ମିଠା ମିଠା ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ,
ଭାଉଜଙ୍କର ଟିକେ ଦୁଃଖ ଅଛି, ଦେହ ଭଲ ନାହିଁ ନା? ଭାଉଜଙ୍କ ଦେହ ଟିକେ ଭଲ ନାହିଁ ଜଣାପଡ଼ୁଛି, ଦେଖନ୍ତୁ ତାଙ୍କ ଫେସ୍ ଜଣାପଡ଼ୁଛି। ଯାହା ହଉ ସାଙ୍ଗମାନେ, ଆଜିର ସେକେଣ୍ଡ ଭାଗ ପ୍ରଶ୍ନଟି ଆପଣମାନେ ଶୁଣନ୍ତୁ। ବାବା ସେଇଠି ହଁ ନମସ୍କାର। ହଁ ଦେଖନ୍ତୁ, ନମସ୍କାର ଜଣାଇଦେଲେ ଆମର କୁନି ପୁଅ, ଯିଏକି ଦେଖନ୍ତୁ ସାଙ୍ଗମାନେ। ତାହେଲେ ସେକେଣ୍ଡ ଭାଗ ପ୍ରଶ୍ନଟି ଭାଉଜ ଟିକେ ସାଧା ଅଛି ଅବଶ୍ୟ, କ'ଣ ଉତ୍ତର ଦେଉଛନ୍ତି ଖାଲି ଦେଖନ୍ତୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ, ମଜା ନିଅନ୍ତୁ। ତାହେଲେ ସେକେଣ୍ଡ ଭାଗ ପ୍ରଶ୍ନ ମୁଁ ଷ୍ଟାର୍ଟ କରୁଛି। କହିଲେ ଦେଖି, 3ଟି ମୂଷା 3 ମିନିଟରେ 3ଟି ବିସ୍କୁଟ ଖାଆନ୍ତି। 3ଟି ମୂଷା 3 ମିନିଟରେ 3ଟି ବିସ୍କୁଟ ଖାଆନ୍ତି। 100ଟି ମୂଷା 100ଟି ବିସ୍କୁଟ ଖାଇବାକୁ କେତେ ସମୟ ନେବ? ସାଙ୍ଗମାନେ, ଏଇଟା ତ ଆପଣମାନେ କହିଦେବେ ବୋଲି ଆଶା ବିଶ୍ୱାସ ରଖିଛି, କିନ୍ତୁ ଭାଉଜ ଆମର କ'ଣ କହୁଛନ୍ତି ଶୁଣିବା। 3ଟି ମୂଷା 3 ମିନିଟରେ 3ଟି ବିସ୍କୁଟ ଖାଆନ୍ତି। 100ଟି ମୂଷା 100ଟି ବିସ୍କୁଟ ଖାଇବାକୁ କେତେ ସମୟ ନେବେ? ହଁ ସେଇ ତ କଥା ସାଙ୍ଗମାନେ, କ'ଣ କରାଯିବ ବୋଧେ ସାଙ୍ଗମାନେ। ଭାଉଜ ଆମର କନଫର୍ମ ନାହାନ୍ତି, କିନ୍ତୁ କ'ଣ କରାଯିବ ଆପଣମାନେ କମେଣ୍ଟ ବକ୍ସରେ ଲେଖିବେ। କିନ୍ତୁ ଭାଉଜ କହୁଛନ୍ତି ସେଇ 3 ମିନିଟ୍ ବୋଧେ, 6 ମିନିଟ୍ ବୋଧେ, କିନ୍ତୁ କନଫର୍ମ ନାହାନ୍ତି। ଆପଣମାନଙ୍କ କମେଣ୍ଟ ନିହାତି ଆବଶ୍ୟକ ସାଙ୍ଗମାନେ। ଆପଣମାନଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ଆମକୁ ଅନେକ କିଛି ସପୋର୍ଟ କରୁଛନ୍ତି। ଆପଣଙ୍କ ସପୋର୍ଟ ଆମକୁ ନିହାତି ଆବଶ୍ୟକ। ପ୍ଲିଜ୍ ସାଙ୍ଗମାନେ, ଆପଣମାନେ ଆମେ ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା ନ କରି କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣଙ୍କ କମେଣ୍ଟକୁ ଅପେକ୍ଷା ରହିଲୁ ସାଙ୍ଗମାନେ। ଆମେ ଡେଲି ଏଇଭଳି ମଜାଦାର ଢଗ ପ୍ରଶ୍ନ ଅପଲୋଡ଼ କରୁଛୁ। ଆପଣମାନେ ଦେଖନ୍ତୁ, ଶିଖନ୍ତୁ, କିନ୍ତୁ ମଝିରୁ କେବେ ହେଲେ କାଟନ୍ତୁ ନାହିଁ। ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିଲେ ଏଥିରେ କିଛି ଜାଣିବେ, କିନ୍ତୁ ବହୁତ କିଛି ମଜା ପାଇପାରିବେ। ତାହେଲେ ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। କ'ଣ କିରେ, କ'ଣ ଖାଉଛୁ? କ'ଣ? ଚୋକୋବାର ଖାଉଛୁ? ମାମାକୁ ବି ଦେଉଛୁ, ମାମା ବି ଖାଉଛି, ବାପାକୁ ଦେଉନୁ ନା? ଦେବୁ? ଯାହା ହଉ ସାଙ୍ଗମାନେ, ଏ ଦେଖନ୍ତୁ ବାପାକୁ ଦେବ ଆଉ ବାପାକୁ ଦେବୁ ସାଙ୍ଗମାନେ। ଏଇ ସମୟ ଭିତରେ ଘର ଭିତରେ ଭାବିନେଲି ଟିକେ ସମୟ କାଟୁଥିବା ସମୟରେ ପିଲାପିଲିଙ୍କ ସହିତ, ଫ୍ୟାମିଲିଙ୍କ ସହିତ ଭିଡ଼ିଓଟି ବନାଇଦେଲି। କିନ୍ତୁ କେମିତି ଲାଗିଲା ସାଙ୍ଗମାନେ, ଆପଣମାନେ ନିହାତି ଜଣାଇବେ। ଆପଣଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ ସାଙ୍ଗମାନେ। ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଇ ଆମେ ଏବେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ, ଜେନେରାଲ ନଲେଜ, ସାଧାରଣ ଜ୍ଞାନ, ବେସିକ୍ ନଲେଜ, ଏଥିରେ କିଛି ଅନେକ କିଛି ଅଛି ସାଙ୍ଗମାନେ। ଆପଣମାନେ ଦେଖିବେ ଏବଂ ମଜା ନେବେ। ଏଇଭଳି ଢଗ ଧମାଲ ମିଠା ମିଠା ପ୍ରଶ୍ନ ଦେଖିବାକୁ ହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ଟାକୁ ଅଲ୍ କରିଦିଅନ୍ତୁ। ଅନ୍ କରିଦେଲା ପରେ ଆପଣମାନଙ୍କ ପାଖକୁ ୟୁଟ୍ୟୁବ୍ ସର୍ବପ୍ରଥମେ ନୋଟିଫିକେସନ୍ ଆକାରରେ ଆମ ଭିଡ଼ିଓଟିକୁ ପଠାଇଦେବ। ଆପଣମାନେ ସର୍ବପ୍ରଥମେ ଦେଖିବାକୁ ପାଇପାରିବେ। ତା'ହେଲେ ସାଙ୍ଗମାନେ, ଆଜି ସମୟ ହୋଇଗଲାଣି, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଡେଲି ଆମେ ଅପଲୋଡ଼ କରୁଛୁ, ଦେଖନ୍ତୁ। ତାହେଲେ ଆମେ ରହୁଛୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।